19 ବର୍ଷର ଜଣେ ଝିଅ ନିଜ ପରିବାର ସହ ଗୋଟିଏ ଅଧିକାରୀଙ୍କ ପାଖକୁ ଯାଉଛି। ଉକ୍ତ ଅଧିକାରୀ ଜଣକ ଥିଲେ ସେହି ସାର୍କିଲର ଡିଏସ୍ପି। ଆଉ ଡିଏସ୍ପି ପଚାରିଲେ କି ତୁମେ ଏଠାକୁ କାହିଁକି ଆସିଛ? ଝିଅଟି କହିଲା, ସାର୍ ମୋ ସହ ଅନେକ ମାସରୁ ହୋଇ ଆସୁଛି। ଏପରି କହିବା ପରେ ଝିଅଟି ଜୋର ଜୋର ସେ କାନ୍ଦିବାକୁ ଲାଗୁଛି। ଡିଏସ୍ପି କହୁଛି, ଆରାମସେ ଯାହା ବି କହିବାର ଅଛି କୁହ। ତୁମ ସହ ଯାହା କିଛି ବି ଘଟିଛି ଆମେ ନ୍ୟାୟ ଦେବା ପାଇଁ ପ୍ରୟାସ କରିବୁ। ଏବେ ଏହାପରେ ଉକ୍ତ ଝିଅଟି ପୁରା କାହାଣୀ ବୟାନ କରୁଛି। ଏହା ସହ ସେ କହିଦେଉଛି ଯେ ତା ସହ ବଳାତ୍କାର କରିଥିବା ଲୋକ ଅନ୍ୟ କେହି ନୁହଁ, ବରଂ ଏହି ସରକାରର ହିଁ ଜଣେ ମନ୍ତ୍ରୀର ଜଣେ ସମ୍ପର୍କୀୟ ମଧ୍ୟ ସେଥିରେ ସାମିଲ ଅଛି। ଆଉ ଯେମିତି ହିଁ ଡିଏସ୍ପି ଏପରି ସବୁ କଥା ଶୁଣୁଛନ୍ତି, ଡିଏସ୍ପିର ଚେହେରା ବଦଳି ଯାଉଛି। ଆଉ ଡିଏସ୍ପି କହୁଛି, ଏଇ ଝିଅକୁ ଛାଡ଼ି ଅନ୍ୟ ସମସ୍ତେ ଟିକିଏ ବାହାରକୁ ଚାଲିଯାଅ। ମୁଁ ଝିଅ ସହ ଏକୁଟିଆ କିଛି କଥାବାର୍ତ୍ତା କରିବାକୁ ଚାହୁଁଛି। ଏପରି କଥାବାର୍ତ୍ତାର ସିଲସିଲା ଆରମ୍ଭ ହେଉଛି। ଡିଏସ୍ପି କିଛି ଏହି ପ୍ରକାରର ପ୍ରଶ୍ନ ପଚାରୁଛନ୍ତି, ଯେମିତି ହିଁ ସେ ପୁଣି ଥରେ ତା ସହ କରୁଛନ୍ତି। ଡିଏସ୍ପିକୁ କିଛି ମଧ୍ୟ ପ୍ରଭାବ ପଡୁନଥିଲା ଯେ ସେ କ'ଣ ସବୁ କରୁଛି। ଓଲଟା ସେଇ ଝିଅଟିର ମଜା ଉଡାଉଥାଏ। ଏବେ ଝିଅଟି ଚିନ୍ତିତ ହୋଇଯାଉଛି, କିନ୍ତୁ ନ୍ୟାୟ ପାଇବାର ଆଶା ନେଇ ସେ ଏଠାକୁ ଆସିଥିଲା। ଆଉ ସବୁଆଡୁ ଯେତେବେଳେ ସେ ନିରାଶା ହୋଇସାରିଥିଲା, ସେତେବେଳେ ଯାଇ ଉକ୍ତ ଅଧିକାରୀଙ୍କ ନିକଟକୁ ସେ ଆସିଥିଲା। ଏବେ ସେ ଯାଉଛି ମେଡିକାଲର ପରୀକ୍ଷା ନିମନ୍ତେ। ମେଡିକାଲ ପରୀକ୍ଷକକୁ ବି ଜଣା ପଡ଼ିଯାଉଛି ଯେ ବାସ୍ତବରେ ୟା ସହ କିଏ କରିଛି। ଏହାପରେ ଉକ୍ତ ଡାକ୍ତରଙ୍କର ବି ପ୍ରଶ୍ନ କିଛି ଏ ପ୍ରକାରର ଥିଲା, ଯେମିତିକି ନିଆଁରେ ପୁଣି ଘିଅ ଢଳା ଯାଉଛି। ସେ ନିରାଶ ହୋଇ କାନ୍ଦି କାନ୍ଦି ଘରକୁ ତ ଆସି ପହଞ୍ଚି ଯାଉଛି, କିନ୍ତୁ ତା ସ୍ୱର ସବୁଦିନ ପାଇଁ ନିରବି ଯାଉଛି ଆଉ ଶାନ୍ତ ହୋଇଯାଉଛି। ଆଉ ଏ ଘଟଣା, ଏ କାହାଣୀ ଯେବେ ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନଙ୍କୁ ଜଣାପଡୁଛି, ସେତେବେଳେ ଲୋକଙ୍କୁ ବିଶ୍ୱାସ ହେଉନଥାଏ ଯେ କୌଣସି ପୋଲିସର ଅଧିକାରୀ ଯିଏ ଅନ୍ୟକୁ ରକ୍ଷା ଦେବା ପାଇଁ ଶପଥ ଗ୍ରହଣ କରିଥାନ୍ତି, ସେ ଏପରି କେମିତି ହୋଇପାରନ୍ତି। ଆଉ ଯେଉଁ ଡକ୍ଟର ଯାହାକୁ ଭଗବାନଙ୍କ ସମାନ ମାନାଯାଇଥାଏ, ସେ ପ୍ରକୃତରେ ଏପରି ପ୍ରଶ୍ନ କିପରି ପଚାରି ପାରନ୍ତି। ଏହି ଘଟଣା ସେହି ରାଜ୍ୟର ସବୁ ସିଷ୍ଟମକୁ ଦୋହଲାଇ ରଖିଦେଉଛି। ବାସ୍ତବରେ ସେହି ଝିଅକୁ କେବେ ନ୍ୟାୟ ମିଳିବ କି ନାହିଁ ତାହା ତ ଜଣା ନାହିଁ, କିନ୍ତୁ ଯେତେ ସବୁ ଲୋକ ଏହି କାହାଣୀ ଶୁଣୁଛନ୍ତି, ସମସ୍ତଙ୍କୁ ଏହି କାହାଣୀଟି ବହୁତ ଦେଇଛି। ଆପଣ ବି କାହାଣୀଟି ପୁରା ଦେଖନ୍ତୁ ଏବଂ ପରିଶେଷରେ ନିଜ ରାୟ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ ଯେ ଏଭଳି ଦୋଷୀଙ୍କୁ କେଉଁଭଳି ମିଳିବା ଦରକାର। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ଯେଉଁ ସତ ଘଟଣାଟି ମୁଁ ଆପଣଙ୍କୁ ଶୁଣାଇବି, ଏହି ଘଟଣାଟି ହେଉଛି ରାଜସ୍ଥାନ ରାଜ୍ୟର ଶ୍ରୀ ଗଙ୍ଗାନଗର ଜିଲ୍ଲାର ସୁରତଗଡ଼ ଏରିଆର। ବିଷୟବସ୍ତୁ ହେଉଛି 4 ଏପ୍ରିଲ 2024ର ସକାଳ ପାଖାପାଖି 7ଟା ବେଳର। ଗୋପୀ ନାମର ଜଣେ ପୁଅ ନିଜ ଭଉଣୀକୁ ଲଗାତାର ଡାକ ପକାଉଥାଏ, କିନ୍ତୁ ତା ଭଉଣୀ ଆଶାର କିଛି ବି ରେସ୍ପନ୍ସ ଆସୁନଥାଏ। ତାର ରୁମ୍ ଭିତରେ ସେ ଆରାମରେ ଶୋଇଥିଲା। ସକାଳ ହୋଇ ଅନେକ ସମୟ ବିତି ଯାଇଥିଲା। ଆଉ ଏମିତି କେବେ ବି ହୋଇନଥିଲା ଯେ ଆଶା ଏତେ ସମୟ ଧରି ନିଜ କକ୍ଷରେ ହିଁ ଶୋଇ ରହିଥିଲା। ସେତେବେଳେ ତା ଭାଇ ସେଇ ରୁମ୍ ଆଡ଼କୁ ଯାଇ ତାକୁ ଡାକିଥିଲା। ଆଉ ଏହାପରେ ବି କିଛି ରେସ୍ପନ୍ସ ନ ଆସିବା ପରେ ସେ ରୁମ୍ ଭିତରକୁ ଦେଖିବାର ପ୍ରୟାସ କରିଥିଲା। ସେ ଦେଖିଲା ତା ଭଉଣୀ ଗୋଟିଏ ରସି ରହିଥିଲା। ଆଉ ଏବେ ସେ ଯେମିତି ହିଁ ଗୋପୀ ଏହି ସବୁ ଦେଖୁଛି, ଗୋପୀର କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇଯାଉଛି। ଗୋପୀର ଚିତ୍କାର ଶୁଣି ଘର ପରିବାର ବାକି ସଦସ୍ୟ ସେଠାକୁ ଆସି ଜମା ହୋଇଯାଉଛନ୍ତି। ଆଉ ଦେଖୁ ଦେଖୁ ପୁରା ଗାଁଟା ଯାକ ଲୋକ ସେହି ସ୍ଥାନରେ ଆସି ଭିଡ଼ ହୋଇଯାଉଛନ୍ତି। ଆଉ ଏହାପରେ ଉକ୍ତ ଲାଶଟିକୁ ବାହାର କରାଯାଉଛି ଏବଂ ତାକୁ ମଶାଣିକୁ ନେବା ନିମନ୍ତେ ପ୍ରସ୍ତୁତି କରାଯାଉଛି। କିନ୍ତୁ ମଶାଣିକୁ ନେବା ପରିବର୍ତ୍ତେ ଲୋକ ଶବ ସହ ଥାନାକୁ ଯାଉଛନ୍ତି ଏବଂ ସେଠାରେ ହଙ୍ଗାମା କରିବା ଆରମ୍ଭ କରିଦେଉଛନ୍ତି। କାରଣ ଏ ଝିଅ ଥାନାକୁ ବି ଆସିଥିଲା। ଆଉ ଏହି ଝିଅଟି ଡିଏସ୍ପିଙ୍କ ନିକଟକୁ ବି ଯାଇସାରିଥିଲା ଏବଂ ଏଥିସହ ଏସ୍ପିଙ୍କ ପାଖକୁ ବି ନ୍ୟାୟ ନିମନ୍ତେ ଯାଇଥିଲା। ଲୋକେ ମୁର୍ଦାବାଦ ମୁର୍ଦାବାଦ ନାରା ଲଗାଇବା ଆରମ୍ଭ କରିଦେଉଛନ୍ତି ଏବଂ ଏଥିମଧ୍ୟରେ ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଜୋରସେ ଭାଇରାଲ ହେବାକୁ ଆରମ୍ଭ କରୁଛି। ଯେଉଁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ସେତେବେଳେ ଲୋକମାନଙ୍କୁ ସେହି ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହେଉଛି ଯେ ଯେଉଁ ଝିଅର ମୃତ୍ୟୁ ହୋଇସାରିଛି, ସେହି ଝିଅ ମିଡ଼ିଆ ଆଗରେ ଠିଆ ରହି ଏସବୁ କଥା କେବେ କହିଥିଲା। ସେହି ଭିଡ଼ିଓଟି କିଛି ଏହି ପ୍ରକାର ଥିଲା, ଯେଉଁଠି ଝିଅଟି ମିଡ଼ିଆ ଆଗରେ ଠିଆ ରହି କିଛି ବୟାନ ଦେଉଥିଲା। ସେ ଝିଅଟି 3 ଏପ୍ରିଲ 2024ରେ ଦ୍ୱିପ୍ରହର 12ଟା ପାଖାପାଖିରେ ସେଠାକାର କିଛି ପତ୍ରକାରଙ୍କୁ ତା ଘରକୁ ଡାକୁଛି ଏବଂ ସେମାନଙ୍କୁ କହୁଛି, ମୁଁ ତୁମ ସହ
କିଛି କଥା ହେବାକୁ ଚାହୁଁଛି। ଯେମିତି ହିଁ ପତ୍ରକାର ନିଜ କ୍ୟାମେରା ରେକର୍ଡିଂ ଅନ୍ କଲେ ଝିଅଟି ମଧ୍ୟ ନିଜ କାହାଣୀ ଆରମ୍ଭ କରୁଛି। ଉକ୍ତ ଝିଅଟି କହୁଛି କି ଏହି କାହାଣୀଟିର ଆରମ୍ଭ ହେଉଛି ସେତେବେଳେ ଯେତେବେଳେ ତା ଭାଉଜ ଯୁକ୍ତ 2 କ୍ଲାସର ଏକ୍ଜାମ ଦେଉଥାଏ। ତା ଭାଉଜର ନାଁ ସ୍ୱପ୍ନା ଥିଲା। ତାକୁ ଶ୍ୱଶୁର ଘରର ଲୋକ ପଢ଼ିବା ପାଇଁ ଅନୁମତି ଦେଇଥାନ୍ତି। ସ୍ୱପ୍ନା, ଯଦି ତମେ ପଢ଼ିବା ପାଇଁ ଚାହୁଁଛ ତ ପଢ଼ିପାର, ଆମର କିଛି ମଧ୍ୟ ସମସ୍ୟା ନାହିଁ। କିନ୍ତୁ ପଢ଼ିବା ପାଇଁ ସ୍ୱପ୍ନାକୁ ସହରକୁ ଯିବାକୁ ପଡ଼ୁଥିଲା। ଏଥି ନିମନ୍ତେ ସେ ବସ୍ ଯୋଗେ ସହରକୁ ପାଠ ପଢ଼ିବା ନିମନ୍ତେ ଯିବା ଆସିବା କରୁଥାଏ। ଯେତେବେଳେ ସ୍ୱପ୍ନା ବସ୍ରେ ଏକ୍ଜାମ ଦେବା ପାଇଁ ଯାଉଥାଏ, ସେହି ବସ୍ଟିରେ ସେହି ଗାଁର 3 ଜଣ ଯୁବକ ମଧ୍ୟ ପାଠ ପଢ଼ିବା ପାଇଁ ଯାଉଥାନ୍ତି। ସେହି 3 ଜଣଙ୍କ ମଧ୍ୟରୁ ଜଣକ ନାଁ ଅଶୋକ କୁମାର, ଦ୍ୱିତୀୟ ଜଣକ ନାଁ ଲାଲ ଚାନ୍ଦ ଏବଂ ତୃତୀୟ ପିଲାଟିର ନାଁ ଶିବଚାନ୍ଦ ଥିଲା। ଏହି 3 ଜଣ ଯୁବକ ପ୍ରଥମେ ଯେବେ ସେହି ବିବାହିତ ବୋହୂ ସହ ମିଶି ବସ୍ରେ ଯାଉଥିଲେ, ପ୍ରଥମେ ଧୀରେ ଧୀରେ ଦେଖା ସାକ୍ଷାତ କରି କଥାବାର୍ତ୍ତା ହେବା ଆରମ୍ଭ କରିଦେଇଥିଲେ। ଏମାନେ ଏକ୍ଜାମ ବିଷୟକୁ ନେଇ କଥାବାର୍ତ୍ତା କରୁଥାନ୍ତି। ତୁମେ ଏକ୍ଜାମ କେମିତି ଦେଇଛ, ଆଜି କ'ଣ ଲେଖିଛ, କ'ଣ ନାହିଁ, କିଛି ଏହି ପ୍ରକାର ଏମାନଙ୍କ ମଧ୍ୟରେ ସମ୍ପର୍କ ନିକଟତର ହେଉଛି ଏବଂ ଏମାନେ ପରସ୍ପର ପ୍ରତି ବିଶ୍ୱସ୍ତ ହୋଇଯାଉଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଏହି ବିଶ୍ୱାସ ବ୍ୟତୀତ ଅନ୍ୟ କିଛି ମଧ୍ୟ ନଥିଲା। ଧୀରେ ଧୀରେ ଉକ୍ତ ଯୁବକମାନେ ସେହି ବିବାହିତ ଝିଅଟିର ବିଶ୍ୱାସ ଜିତୁଛନ୍ତି ଏବଂ ତାକୁ ଗୋଟିଏ ସ୍ଥାନକୁ ନେଇଯାଉଛନ୍ତି। ବିଚାରୀ ଉକ୍ତ ଝିଅକୁ ଜଣା ନଥିଲା ଯେ ଆଜି ତା ସହ କ'ଣ ହେବାକୁ ଯାଉଛି। ଏପରି ଭାବରେ ସେମାନେ ବିଶ୍ୱାସରେ ବିଷ ଦେଇ ସେହି ବିବାହିତ ମହିଳାର ବଳାତ୍କାର କରିଥିଲେ। ଏପରି କରିବା ସମୟରେ ତାର ଗୋଟିଏ ଭିଡ଼ିଓ ଏବଂ ଫଟୋ ଅବସ୍ଥାରେ ସେମାନେ ଉଠାଇ ଦେଉଛନ୍ତି। ଆଉ ତାକୁ କୁହାଯାଉଛି, ଆଜି ଯାହା କିଛି ବି ହେଲା ଏସବୁ ଏଠି ହିଁ ଭୁଲିଯିବ, ନଚେତ୍ ଆମେ ତମର ଏହିସବୁ ଫଟୋ ଆଉ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବୁ। ଜୁଲାଇ 2023ରେ ଏହି କାହାଣୀର ଆରମ୍ଭ ହେଉଛି। ଏମିତି କିଛି ସମୟ ବିତି ଯାଉଛି। ଏହାପରେ ପୁଣି କିଛି ଦିନ ବିତିଯିବା ପରେ ପୁଣି ସେମାନଙ୍କୁ ଲାଗୁଛି ଯେ ସ୍ୱପ୍ନାକୁ ପୁଣି ଆଉଥରେ ଡାକିବା। ସ୍ୱପ୍ନା ଆସିଯାଉଛି, କାରଣ ତାର ଭୟ ଥିଲା ତାର ଫଟୋ ଭିଡ଼ିଓ ଯେମିତିକି ସୋସିଆଲ ମିଡ଼ିଆରେ ଭାଇରାଲ ନ ହୋଇଯାଉ। ଏବେ ଏପରି ଭାବରେ ସେହି 3 ଜଣ ଯେବେ ବି ମନ ହେଉଥାଏ ତାକୁ ଡାକୁଥିଲେ ଏବଂ ସେମାନେ ମିଶିବାର ଗୋଟିଏ ସ୍ଥାନ ଥିଲା ତାଙ୍କ ଅଞ୍ଚଳର କ୍ଷେତ। ସେଠାରେ ବାରମ୍ବାର ଏହି ଝିଅ ସହ କରୁଥିଲେ। ଯେବେ ବି ମନ ହେଉଥିଲା କୌଣସି ନା କୌଣସି ବାହାନାରେ ତାକୁ ଡାକି ଦେଇ ତାର କରିବାକୁ ଲାଗୁଥିଲେ। ଏ ପର୍ଯ୍ୟନ୍ତ ତ ଯାହା ଚାଲିଥିଲା ଗୋଟିଏ ପ୍ରକାର ଥିଲା। କିନ୍ତୁ ଦିନେ ଯେବେ ସେହି ମହିଳାକୁ କୁହାଗଲା, ତୁମର ଗୋଟିଏ ନଣନ୍ଦ ଅଛି ଯାହାର ନାଁ ଆଶା, ତୁମେ ତାକୁ ମଧ୍ୟ ଥରେ ଡାକ। ଯେବେ ଏପରି ଡାକିବା କଥା ଆସୁଛି, ଭାଉଜ କାନ୍ଦିବାରେ ଲାଗୁଛି, ନେଉରା ହେଉଛି। ସେ କହୁଛି, ଭାଇ ଯାହା ବି କରିଛ ତ କରିଛ, କିନ୍ତୁ ଏଥିରେ ମୋ ନଣନ୍ଦ ନି। ସେତେବେଳେ ସେମାନେ ଧମକାଉଛନ୍ତି କି ତମର ଯେଉଁ ସବୁ ଭିଡ଼ିଓ ଅଛି ଭାଇରାଲ କରିଦେବୁ, ତାକୁ ନ ଡାକିଲେ ବି ଆମ ସହ ତାର ଫୋନରେ କେବଳ ଥରୁଟିଏ କଥା କରାଇ ଦିଅ। ଏବେ ଭାଉଜ ରାଜି ହୋଇଯାଉଛି ଏବଂ ଫୋନରେ ସେମାନେ ଆଶା ସହ କଥା କରିବା ଆରମ୍ଭ କରିଦେଉଛନ୍ତି। ଏବେ କିଛି ଦିନ ହୋଇଥିବ ସେମାନେ ସେ ସବୁ ଭାଉଜ ଏବଂ ଏମାନଙ୍କ ସବୁ କଥା ଆଶାକୁ ଜଣାଇ ଦେଉଛନ୍ତି। ଏଥିସହ କହୁଛନ୍ତି, ଯଦି ତୁମେ ନ ଆସିବ ତ ଆମେ ସେ ସବୁ ଭିଡ଼ିଓ ଭାଇରାଲ କରିଦେବୁ। ଏ ପ୍ରକାର ନଣନ୍ଦକୁ ମଧ୍ୟ ଆସିବା ପାଇଁ ବାଧ୍ୟ କରିଦେଉଛନ୍ତି। ଏପରି ନଣନ୍ଦ ଚାହିଁବି ମନା କରିପାରିନଥିଲା, କାରଣ ଏସବୁ ତା ଘର ପରିବାରର କଥା ଥିଲା। ଏବେ ନଣନ୍ଦ ମଧ୍ୟ ସେଠାକୁ ଯିବା ଆରମ୍ଭ କରୁଛି। ସେ 3 ଜଣ ମିଶି ତାର କରିବା ଆରମ୍ଭ କରିଦେଉଛନ୍ତି। ସବୁକିଛି ଏପରି ହିଁ ଚାଲୁଥିଲା। କିନ୍ତୁ ଏ ମଧ୍ୟରେ ଦିନେ ଏପରି କିଛି ଘଟିଥିଲା। 23 ଡିସେମ୍ବର 2023ର ଏହି ବିଷୟ ଥିଲା। ଏ 2 ଜଣ ଭାଉଜ ଏବଂ ନଣନ୍ଦ କ୍ଷେତରୁ ଆସୁଥାନ୍ତି। ଏହି ଭିତରେ ଉକ୍ତ 3 ଜଣ ଏମାନଙ୍କ ସାମ୍ନାକୁ ଆସି ଘେରି ଯାଉଛନ୍ତି। ଏମାନେ ସେହି 2 ଜଣଙ୍କୁ ମୁହାଁମୁହିଁ କରୁଛନ୍ତି। ଯେତେବେଳେ ଏସବୁ ଘଟଣା ଥମୁନି, ଏ ମହିଳାଟିକୁ ଏହିସବୁ ବିଷୟ ଏତେ ମାତ୍ରାରେ ଖରାପ ଲାଗୁଛି ଯେ ସ୍ୱପ୍ନା ଭାବିବାକୁ ଲାଗୁଛି ସେ ତା ଜୀବନ ତ ନଷ୍ଟ କରିଦେଲା, ଏଥିସହ ତା ନଣନ୍ଦର ଜୀବନକୁ ମଧ୍ୟ ନଷ୍ଟ କରିଦେଉଛି। ଦିନେ ସେ କ୍ଷେତରେ ସମସ୍ତେ କାମ କରିବା ସମୟରେ ତା ଦେହରେ ଦେଉଛି। ତା ଶରୀରର 80% ଭାଗ ଯାଉଛି। ଘର ଲୋକ ବହୁତ ଚିନ୍ତିତ ହୋଇ କାନ୍ଦୁଛନ୍ତି। ତାକୁ ସେଠାରୁ ମେଡିକାଲ ନିଆଯାଉଛି। ଏପରି 7 ଦିନ ମେଡିକାଲରେ ରହି ସେ ଘରକୁ ଫେରୁଛି। ଘରକୁ ଆସିବା ପରେ ସେ ନିଆଁ ଥିଲା ପୁରା କାହାଣୀ ଘର ଲୋକଙ୍କୁ ଜଣାଇଥିଲା। କିନ୍ତୁ ନଣନ୍ଦ ସହ ଯାହା କିଛି ଘଟିଥିଲା ସେ ବିଷୟରେ କିଛି ବି କହିନଥିଲା। ବର୍ତ୍ତମାନ ଏହି ଖବର ନିଆଁ
ଭଳି ପୁରା ଗାଁରେ ବ୍ୟାପିଗଲା। ଗାଁ ଲୋକ ଏକାଠି ହେଉଛନ୍ତି ଏବଂ ପଞ୍ଚାୟତ ଡକାଯାଉଛି। ସେଠାରେ କୁହାଯାଉଛି ଗାଁର ନାଁ ଖରାପ ହୋଇଯିବ, ତେଣୁ ଏ ବିଷୟର ପୂର୍ଣ୍ଣଚ୍ଛେଦ ଏଠାରେ ହିଁ କରାଯାଉ। ଏପରି ବିଚାର କରି ସେହି ମହିଳାର ଟ୍ରିଟମେଣ୍ଟ ପାଇଁ ଯାହା କିଛି ଖର୍ଚ୍ଚ ହେବ ଆମେ ଦେବୁ କହି ସେହି ମ୍ୟାଟରକୁ କ୍ଲୋଜ କରିଦିଆଗଲା। ଏହିପରି ଧୀରେ ଧୀରେ କରି ଆହୁରି କିଛି ଦିନ ବିତି ଯାଉଛି। ଆଉ ଯେଉଁମାନେ ଏପରି ଘୃଣ୍ୟ କାର୍ଯ୍ୟ କରିଥିଲେ ସେମାନଙ୍କ ଘର ଲୋକ ମଧ୍ୟ ପଛକୁ ହଟି ଯାଉଛନ୍ତି। ଉକ୍ତ ମହିଳା ସାଥିରେ କିଛି ଏପରି ହୋଇଥିଲା। 23 ଫେବୃଆରୀ 2024ରେ ଏହି ମହିଳାର ମୃତ୍ୟୁ ହୋଇଯାଉଛି। ଝିଅ ପରିବାର ଲୋକ ଶ୍ୱଶୁର ଘର ନାଁରେ ସନ୍ଦେହ କରି ଗୋଟିଏ ମକଦ୍ଦମା କରିଦେଉଛନ୍ତି। ଯେମିତି ସମୟ ଆଗକୁ ବିତିବାରେ ଲାଗୁଛି, ନଣନ୍ଦକୁ ଯେଉଁ ପ୍ରକାର ଡକାଯାଉଥିଲା, ପ୍ରଥମେ ତ ଭାଉଜର ଭିଡିଓ କରାଯାଇଥିଲା। ଏ ଭିତରେ ଏମାନେ ଏବେ ନଣନ୍ଦର ମଧ୍ୟ ଭିଡିଓ ବନାଇ ଦେଇଥିଲେ। ନଣନ୍ଦ ଚାହିଁଲେ ମଧ୍ୟ ସେଠାରୁ ମୁକୁଳି ପାରୁନଥାଏ। ଆଉ କ୍ରମାଗତ ଏପରି ହିଁ ଚାଲିବାକୁ ଲାଗୁଛି। ଯେତେବେଳେ ମଧ୍ୟ ମନ ହେଉଥାଏ ସେମାନେ ତାକୁ ଡାକୁଥିଲେ, ଆଉ 3 ଜଣ ଯାକ ମିଶି ଲଗାତାର ତାର କରିଆସୁଥିଲେ। 24 ମାର୍ଚ୍ଚ 2024ରେ ସେ ଝିଅଟି ବହୁତ ଟେନସନରେ ଗୋଟିଏ ଚିଠି ଲେଖୁଛି ଏବଂ ନିଜ ଜୀବନ କରିବାର ଡିସିସନ ନେଉଛି। କିନ୍ତୁ ଏ ବିଷୟ ଘର ଲୋକଙ୍କୁ ଜଣା ପଡିଯାଉଛି। ଯେବେ ତାର ଭାଇକୁ ଏସବୁ ବିଷୟ ଜଣା ପଡୁଛି, ଭାଇ ତା ଭଉଣୀ ପାଖକୁ ଆସି ପଚାରୁଛି, ତୁ କାହିଁକି ଏମିତି କରିବାକୁ ଯାଉଥିଲୁ? ସେତେବେଳେ ଝିଅଟି କହୁଛି, ମୋ ସହ ବି ଠିକ ସେମିତି ହୋଇଛି ଯେମିତି ଭାଉଜଙ୍କ ସାଥିରେ ହୋଇଥିଲା। ଭାଇ ଭଉଣୀ ସେଠାକାର ଡିଏସ୍ପିଙ୍କ ନିକଟକୁ ଯାଉଛନ୍ତି, କିନ୍ତୁ କିଛି ମଧ୍ୟ ଫାଇଦା ହେଉନି। ଏହାପରେ ସେମାନେ ଏସ୍ପିଙ୍କ ନିକଟକୁ ଯାଉଛନ୍ତି, କିନ୍ତୁ ସେଠାରୁ ମଧ୍ୟ କିଛି ବି ସୁଫଳ ମିଳିପାରୁନାହିଁ। ସେଠାକାର ସମସ୍ତ ପୋଲିସ କିଛି ବି ସାହାଯ୍ୟ ପାଇଁ ଇଣ୍ଟରେଷ୍ଟ ନଥିଲେ, କାରଣ ସେମାନେ ଜାଣିଥିଲେ ଏହି ଟି ଶିବଚାନ୍ଦ, ଯିଏ ରାଜସ୍ଥାନ ରାଜ୍ୟ ସରକାରଙ୍କର ମନ୍ତ୍ରୀର ସମ୍ପର୍କୀୟ। ତେଣୁ ସମସ୍ତେ ତା ବିରୁଦ୍ଧରେ ଏକ୍ସନ ନେବାକୁ ଭୟଭୀତ ହେଉଥିଲେ। ପୋଲିସ କହୁଥିଲା ସେହି ସମସ୍ତ 3 ଜଣଙ୍କ ନାଁରେ ଏଫଆଇଆର କରନି। ଯିଏ ମୁଖ୍ୟ ଆସାମୀ ତାକୁ ଛାଡ଼ି ଅନ୍ୟମାନଙ୍କ ନାଁରେ ଏଫଆଇଆର କରିବାକୁ କହୁଥିଲା। ଏହାପରେ ସେହି ଝିଅ ଆହୁରି ବ୍ୟସ୍ତ ହୋଇଯାଉଛି। ଏହିପରି ତାକୁ ବହୁତ ହଇରାଣ କରାଯାଉଛି। ଡାକ୍ତର, ପୋଲିସ ସମସ୍ତେ ତାକୁ ହଇରାଣ କରୁଛନ୍ତି। ଝିଅଟି ସବୁଆଡୁ ବ୍ୟସ୍ତ ବିବ୍ରତ ହୋଇ ଘରକୁ ପଳାଇ ଯାଉଛି। ଝିଅଟି ଦିନେ ମିଡିଆକୁ ଡାକୁଛି, ଆଉ ମିଡିଆକୁ ଡାକିବା ପରେ ଏହି ସବୁ ମିଡିଆ ଆଗରେ କହୁଛି। ସେ ଭାବିଥିଲା ଏହି ବିଷୟ ମିଡିଆରେ ଭାଇରାଲ ହେଲେ ସରକାର ଏକ୍ସନ ନେବାକୁ ବାଧ୍ୟ ହେବ। 3 ଏପ୍ରିଲ 2024 ସେ ମିଡିଆ ବାଲାକୁ ଡାକି ତାଙ୍କ ଆଗରେ ପୁରା କାହାଣୀ ବୟାନ କରୁଛି। ଏହାପରେ ସେ ଅପେକ୍ଷା କରୁଛି କେତେବେଳେ ଏହି କାହାଣୀ ନ୍ୟୁଜ ଏବଂ ସୋସିଆଲ ମିଡିଆରେ ଆସିବ। 10ରୁ 12 ଘଣ୍ଟା ବିତିଯିବା ପରେ ମଧ୍ୟ ଏହି କାହାଣୀ ସୋସିଆଲ ମିଡିଆ କିମ୍ବା ନ୍ୟୁଜରେ ଆସିନଥିଲା। ସେତେବେଳେ ଝିଅଟିକୁ ଲାଗୁଛି ଯେ ଏବେ ସବୁ ରାସ୍ତା ବନ୍ଦ ହୋଇଯାଇଛି, ଆଉ ନୀତି ମରିବା ଅପେକ୍ଷା ଗୋଟେ ଦିନ ଯିବା ଭଲ। ଶେଷରେ ସେ ଚରମ ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇଥିଲା। ଯେତେବେଳେ ସକାଳ ହେଲା, ସେ ଏମିତି ଏକ ନିଦରେ ଶୋଇଗଲା ଯେଉଁଠୁ ସେ ଆଉ କେବେ ମଧ୍ୟ ଫେରିବନି। ଆଉ ଏସବୁ ପରେ ଗାଁ ଲୋକ ଯେବେ ଶବ ଧରି ଥାନାକୁ ଯାଇଥିଲେ, ସେତେବେଳେ ପୋଲିସର ନିଦ ଭାଙ୍ଗୁଛି ଏବଂ ଡିଏସ୍ପି ପୋଲିସ ଏହି ମାମଲାର ତଦନ୍ତ ପାଇଁ ଅର୍ଡର ଦେଉଛନ୍ତି। ଆଉ ମୁଖ୍ୟ ଦୋଷୀକୁ ପୋଲିସ ଗିରଫ କରୁଛି ଏବଂ ବାକି 2 ଜଣ ପୂର୍ବରୁ ହିଁ ଗିରଫ ହୋଇଯାଇଥିଲେ। ଏହିପରି ପ୍ରଥମେ ଭାଉଜ ଏବଂ ତାପରେ ନଣନ୍ଦ ଯାଉଛି, ଆଉ ମରିବା ପରେ ସେମାନଙ୍କୁ ନ୍ୟାୟ ମିଳୁଛି କି ନାହିଁ ତାହା ମଧ୍ୟ ଜଣାପଡୁନି। କିନ୍ତୁ ସେମାନଙ୍କ ପରିବାରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ହୁଏତ ସେମାନେ ପ୍ରଥମ ଦିନରୁ ଏହାର ବିରୋଧ କରିଥାନ୍ତେ ତ ଆଜି ଏହି ଘଟଣାଟି ଏତେ ଆଗକୁ ଯାଇନଥାନ୍ତା। ଦର୍ଶକ ବନ୍ଧୁ, ଆଜିର ଏହି ଘଟଣା ଆପଣଙ୍କୁ ଶୁଣାଇବାର ଉଦ୍ଦେଶ୍ୟ କାହା ମନକୁ ଆଘାତ ଦେବା କିମ୍ବା ଖରାପକୁ ପ୍ରଶୟ ଦେବା ପାଇଁ ନୁହଁ, ବରଂ ସମାଜରେ ଘଟୁଥିବା ଘଟଣା ଆପଣଙ୍କ ସାମ୍ନାକୁ ଆଣି ସଚେତନା ଏବଂ ଜାଗୃତ କରିବା ଆମର ମୂଳ ଉଦ୍ଦେଶ୍ୟ ଅଟେ।